ଜୟ ଜଗନ୍ନାଥ ପିଲାମାନେ, ୱେଲକମ୍ ବ୍ୟାକ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। ଆଜିର ଭିଡ଼ିଓରେ ଆମେ ଡିସ୍କସ୍ କରିବା କି ଯେଉଁମାନେ OAVS ଅର୍ଥାତ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କ୍ଲାସ୍ 6 ପାଇଁ ଏଣ୍ଟ୍ରାନ୍ସ ଏକ୍ଜାମ୍ ଦେଇଥିଲେ ଏବଂ ସେମାନଙ୍କର ତ ଅଲରେଡ଼ି ମେରିଟ୍ ଲିଷ୍ଟ ଆସିସାରିଛି। ତେବେ ଯେଉଁମାନେ ଆଡ଼ମିସନ୍ କରିବାକୁ ଚାହୁଁଥିବେ ତେବେ ନିଶ୍ଚିନ୍ତ ସେମାନଙ୍କ ପାଇଁ ଭିଡ଼ିଓଟି ହେଲ୍ପଫୁଲ୍ ହେଇପାରିବ। କ'ଣ ରହିଛି ତୁମର ପ୍ରୋସିଜର୍ ଅଫ୍ ଆଡ଼ମିସନ୍ ଏବଂ ଆଡ଼ମିସନ୍ ସମୟରେ ତୁମର କ'ଣ କ'ଣ ଡକୁମେଣ୍ଟ ଆବଶ୍ୟକ ହେବ ସେହି ବିଷୟରେ ଡିଟେଲରେ ଆମେ ଏ ଭିଡ଼ିଓ ମାଧ୍ୟମରେ ଆଲୋଚନା କରିବା। ତେବେ ୱିଦାଉଟ୍ ଡିଲେ ଚାଲ ଭିଡ଼ିଓକୁ ଷ୍ଟାର୍ଟ କରିବା ଏବଂ ତା ପୂର୍ବରୁ ଛୋଟ ରିକ୍ୱେଷ୍ଟ ରହିବ କି ଯଦି ତୁମେମାନେ ଚ୍ୟାନେଲରେ ନୂଆ ଅଛ ତେବେ ନିଶ୍ଚିନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବ ଏବଂ ଭିଡ଼ିଓଟି ଭଲ ଲାଗିଥିଲେ ସାଙ୍ଗମାନଙ୍କୁ ସେୟାର କରିବ। ତେବେ କ'ଣ ରହିଛି ପ୍ରୋସିଜର୍ ଅଫ୍ ଆଡ଼ମିସନ୍? Admission to class VI shall be done in 314 OAVS upon till date by appearing at OAVS common entrance test to be conducted at examination center finalized by BSc Odisha Katak। ତେବେ ତୁମମାନେ ଯେଉଁ OAVS ର ଏଣ୍ଟ୍ରାନ୍ସ ଏକ୍ଜାମ ଦେଇଥିଲ ଯାହାକି ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ ତରଫରୁ କଣ୍ଡକ୍ଟ ହେଇଥିଲା, ତାର ମେରିଟ୍ ଲିଷ୍ଟ ଅଲରେଡ଼ି ତୁମେ ପାଇସାରିଥିବ। ତେବେ ଯେଉଁମାନେ ମେରିଟ୍ ଲିଷ୍ଟରେ ସ୍ଥାନିତ ଅଛନ୍ତି ତ ସେମାନଙ୍କର ଆଡ଼ମିସନ୍ ସମୟରେ କ'ଣ କ'ଣ ଡକୁମେଣ୍ଟ ଆବଶ୍ୟକତା ଅଛି ଦେଖିନେବା। ତେବେ ଡିଟେଲରେ ଯଦି ଦେଖିବା ତାହେଲେ ପ୍ରଥମେ ତୁମମାନଙ୍କର କ'ଣ ରହିଛି ନା ଡକୁମେଣ୍ଟ ବାର୍ଥ ସାର୍ଟିଫିକେଟ୍ ଅଫ୍ ଦ ଷ୍ଟୁଡେଣ୍ଟ, ତୁମର ଜନ୍ମ ତାରିଖ ଥିବା ସାର୍ଟିଫିକେଟ୍ ତାର ଆବଶ୍ୟକତା ଅଛି। ଦେନ୍ ରହିଲା ନମ୍ବର 2ରେ କି ଟ୍ରାନ୍ସଫର ସାର୍ଟିଫିକେଟ୍ TC ଫ୍ରମ୍ ଦ ହେଡ୍ ଅଫ୍ ଦ ଇନଷ୍ଟିଟ୍ୟୁସନ୍ ଲାଷ୍ଟ ଷ୍ଟଡି। ତ ଯେଉଁଠି ପିଲାମାନେ ତୁମେ କ୍ଲାସ୍ 5 ପଢ଼ୁଥିଲ ତ ତାର ସାର୍ଟିଫିକେଟ୍ ବା ଟ୍ରାନ୍ସଫର ସାର୍ଟିଫିକେଟ୍ ଆବଶ୍ୟକତା ଅଛି। ଦେନ୍ ରହିଲା ଡେଟ୍ ଅଫ୍ ବାର୍ଥ, ଷ୍ଟୁଡେଣ୍ଟସ୍ ନେମ୍, ଫାଦର୍ସ ନେମ୍, ମଦର୍ସ ନେମ୍ ଆଜ୍ ମେନସନ୍ ଇନ୍ ଟ୍ରାନ୍ସଫର ସାର୍ଟିଫିକେଟ୍। ଯେଉଁ ଟ୍ରାନ୍ସଫର ସାର୍ଟିଫିକେଟ୍ ଆଣିବ ତ ସେଠି ତୁମର ଏସବୁ ଥିବାର ଆବଶ୍ୟକତା ଅଛି। ଡେଟ୍ ଅଫ୍ ବାର୍ଥ, ଜନ୍ମ ତାରିଖ, ଷ୍ଟୁଡେଣ୍ଟସ୍ ନେମ୍, ଛାତ୍ରର ନାମ, ବାପାଙ୍କ ନାମ, ମାଆର ନାମ ଏସବୁ ମେନସନ୍ ହୋଇଥିବା ଆବଶ୍ୟକ। ଦେନ୍ ରହିଲା ଡକୁମେଣ୍ଟ ଇନ୍ ସପୋର୍ଟ ଅଫ୍ ସୋସିଆଲ କାଟାଗୋରୀ। ତ ଯେଉଁମାନେ ସୋସିଆଲ କାଟାଗୋରୀ ବିଲଙ୍ଗସ୍ କରୁଛ SC ST SC BC ତ ସେମାନଙ୍କର କାଷ୍ଟ ସାର୍ଟିଫିକେଟ୍ ଫ୍ରମ୍ କମ୍ପିଟେଣ୍ଟ ଅଥରିଟି ଆଜ୍ ଫିଲ୍ ଅଫ୍ ଡ୍ୟୁରିଂ ଅନଲାଇନ୍ ରେଜିଷ୍ଟ୍ରେସନ୍। ତ ଯେତେବେଳେ ତୁମେ ଅନଲାଇନ୍ ରେଜିଷ୍ଟ୍ରେସନ୍ କରିଥିଲ ତ ସେହି ସମୟରେ ତୁମେ ନିଶ୍ଚିନ୍ତ ଭାବେ ଯଦି SC ST କିମ୍ବା SC BC କାଟାଗୋରୀ ବିଲଙ୍ଗସ୍ କରୁଥିବ ତ ନିଶ୍ଚିନ୍ତ ତୁମେ ସେଠି ମେନସନ୍ କରିଥିବ ଏବଂ ଏହାର ସାର୍ଟିଫିକେଟ୍ ଦେବାକୁ ପଡ଼ିବ। ଦେନ୍ ରହିଲା କି ପର୍ସନ୍ ୱିଥ୍ ଡିଜାବିଲିଟି PWD ସାର୍ଟିଫିକେଟ୍ ଫ୍ରମ୍ କମ୍ପିଟେଣ୍ଟ ଅଥରିଟି ଇନ୍ ସପୋର୍ଟ ଅଫ୍ ଡିଜାବିଲିଟି ଆଜ୍ ଫିଲ୍ ଅଫ୍ ଡ୍ୟୁରିଂ ଅନଲାଇନ୍ ରେଜିଷ୍ଟ୍ରେସନ୍। ଯଦି ତୁମେ PWD କ୍ୟାଣ୍ଡିଡେଟ୍ ଥିବ ତ ତାର ସାର୍ଟିଫିକେଟ୍ ତୁମକୁ ଦେବାକୁ ପଡ଼ିବ। ଦେନ୍ ରହିଲା ରେସିଡେଣ୍ଟାଲ ସାର୍ଟିଫିକେଟ୍ ଫ୍ରମ୍ ତହସିଲଦାର, ସରପଞ୍ଚ, କାଉନସିଲର ଇନ୍ ସପୋର୍ଟ ଅଫ୍ ରେସିଡେନ୍ସ ଆଜ୍ ଫିଲ୍ ଅଫ୍ ଡ୍ୟୁରିଂ ଅନଲାଇନ୍ ରେଜିଷ୍ଟ୍ରେସନ୍ ଏବଂ ରେସିଡେଣ୍ଟାଲ ସାର୍ଟିଫିକେଟ୍ ଦେବାକୁ ପଡ଼ିବ। ଏହାପରେ ରହିଲା ସାର୍ଟିଫିକେଟ୍ ଅଫ୍ ରେକଗ୍ନିସନ୍ COR in support of institution last study if the last study institution is a private institution। ଯଦି ତୁମେ କ୍ଲାସ୍ 5 ପ୍ରାଇଭେଟ୍ ସ୍କୁଲରେ ପଢ଼ୁଥାଅ ତେବେ ନିଶ୍ଚିନ୍ତ ତୁମକୁ COR ସାର୍ଟିଫିକେଟ୍ ଦେବାକୁ ପଡ଼ିବ। ପ୍ରାୟତଃ ଆମେ ଦେଖିଥାଉ କି ଏସବୁ ଦରକାର ହୋଇନଥାଏ। ଯଦି ବି ତୁମେ ପ୍ରାଇଭେଟ୍ ସ୍କୁଲରେ ପଢ଼ୁଥାଅ ତେବେ ନିଶ୍ଚିନ୍ତ ସାର୍ଟିଫିକେଟ୍ ଅଫ୍ ରେକଗ୍ନିସନ୍ ଆଣିବାକୁ ପଡ଼ିବ। ଏହାପରେ ରହିଲା କ'ଣ ନା ଏମ୍ପ୍ଲୟର ସାର୍ଟିଫିକେଟ୍ ଅଫ୍ ଦ ପ୍ୟାରେଣ୍ଟ ଅର୍ ଗାର୍ଡ଼ିଆନ୍ ଇଫ୍ ଦ କ୍ୟାଣ୍ଡିଡେଟ୍ ଇଣ୍ଟେଣ୍ଡସ୍। ତ ଏଠି ଏସବୁ ଦରକାର ହେବ ନାହିଁ ତୁମର। ଆଉ ଯଦି ବି ଅଛି ତାହେଲେ ଏମ୍ପ୍ଲୟ କୋଟା କିମ୍ବା ରହିଲା ତୁମର ଷ୍ଟେଟ୍ PSU କୋଟାରେ ଯଦି ତୁମେ ଥାଅ ତାହେଲେ ଦେବାକୁ ପଡ଼ିବ। ଏବଂ ଲାଷ୍ଟରେ ସବୁଠାରୁ ଇମ୍ପୋର୍ଟାଣ୍ଟ ରହିଲା କ'ଣ ନା ଆଧାର ଡିଟେଲ୍ସ ଅଫ୍ ଷ୍ଟୁଡେଣ୍ଟ, ପ୍ୟାରେଣ୍ଟ ଆଣ୍ଡ ଗାର୍ଡ଼ିଆନ୍ସ। ତ ଆଧାର ଦେବାକୁ ପଡ଼ିବ, ତୁମର ଷ୍ଟୁଡେଣ୍ଟର ଆଧାର ଦେବାକୁ ପଡ଼ିବ ଆଣ୍ଡ ପ୍ୟାରେଣ୍ଟସ୍ଙ୍କ ଆଧାର ଦେବାକୁ ପଡ଼ିବ। ତ ଇଏ ଥିଲା ପିଲାମାନେ ତୁମ ପାଇଁ ଇମ୍ପୋର୍ଟାଣ୍ଟ ଇନଫର୍ମେସନ୍। ଆଶା କରେ ନିଶ୍ଚିନ୍ତ ତୁମମାନଙ୍କ ପାଇଁ ଭିଡ଼ିଓଟି ହେଲ୍ପଫୁଲ୍ ହେବ। ତୁମମାନଙ୍କ ସହିତ ଦେଖା ହେବ ନେକ୍ସଟ ଏକ ଭିଡ଼ିଓରେ। ଥ୍ୟାଙ୍କ ୟୁ ଫର୍ ୱାଚିଂ।